ଅନୁଧ୍ୟାନର ସବୁ ସାମ୍ବାଦିକ ମାନଙ୍କୁ ମୋର ଶାରଦୀୟ ଦୁର୍ଗା ପୂଜା ଅଭିନନ୍ଦନ ଜଣାଉଛି। ମୁଁ ହାଇକୋର୍ଟ ଆଡଭୋକେଟ ପୁଷ୍ପାରାଣୀ ପଣ୍ଡା ସମସ୍ତଙ୍କୁ ମୋର ଶାରଦୀୟ ଦୁର୍ଗା ପୂଜା ଅଭିନନ୍ଦନ ଜଣାଉଛି। ମା ଜଗଜ୍ଜନନୀ ସମସ୍ତଙ୍କୁ ସୁଖରେ ଏବଂ ଶାନ୍ତିରେ ରଖନ୍ତୁ, ତାଙ୍କର ମୁଁ ମଙ୍ଗଳ କାମନା କରୁଅଛି। ସମସ୍ତେ ହସରେ ଏବଂ ଉଲ୍ଲାସରେ ଶାରଦୀୟ ଦୁର୍ଗା ପୂଜାକୁ ପାଳନ କରନ୍ତୁ। ତାଙ୍କୁ ଏଇ ଟାଇମଟା ଭଲ ସୁଯୋଗ, ସେମାନେ ବହୁତ କ୍ରାଇମ କରନ୍ତି। ପୋଲିସ ମାନଙ୍କୁ ଏଟା ଚ୍ୟାଲେଞ୍ଜ ଯେ ଦୁର୍ଗା ପୂଜା ଟାଇମରେ ବହୁତ କ୍ରାଇମ ବଢି ଚାଲେ, ତ ପୋଲିସ ମାନଙ୍କୁ ସଜାଗ ହେବାକୁ ପଡିବ ଯେ ସେ କ୍ରିମିନାଲ ମାନଙ୍କୁ କେମିତି ଧରିବେ ଆଉ ଲୋକମାନଙ୍କୁ କେମିତି ବିପଦରୁ ରକ୍ଷା କରିବେ। ତ ଭାବରେ କହିବି ପୋଲିସର କର୍ତ୍ତବ୍ୟ ହେଉଛି ଗୋଟେ କମ୍ପ୍ଲେନାଣ୍ଟ କିମ୍ବା ଇନଫର୍ମାଣ୍ଟ ଯେତେବେଳେ ଥାନାକୁ ଯାଉଅଛି ତାକୁ ପ୍ରଥମେ ରେସ୍ପେକ୍ଟ ଦେବା ନିହାତି ଦରକାର। ଯଦି ସେମାନେ ଅବହେଳା କରୁଛନ୍ତି କିମ୍ବା କୌଣସି ପ୍ରକାର ନେଗ୍ଲିଜେନ୍ସ କରୁଛନ୍ତି, ଯେ ତାଙ୍କୁ କୌଣସି ପ୍ରକାର ରେସ୍ପେକ୍ଟ ଦେଖାଉନାହାନ୍ତି, ସେ ଇମିଡିଏଟ ତାଙ୍କର ହାୟର ଅଥରିଟିକୁ କମ୍ପ୍ଲେନ କରିବା ନିହାତି ଦରକାର। ଆଉ ଯଦି ସେମାନେ ସେଥିରେ ବି ଯଦି ଶାନ୍ତି ତାଙ୍କର କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେଇପାରୁଛି, ତାହେଲେ ସେ କୋର୍ଟର ଆଶ୍ରୟ ନେଇପାରିବେ।